ଚମକାଇଲେ ନବୀନ, ଚମକିଲେ ବର୍ଷା ପ୍ରିୟଦର୍ଶିନୀ। ନବୀନଙ୍କ କୃପା ବର୍ଷାରେ ପୁରା ଭିଜିଗଲେ ବର୍ଷା ପ୍ରିୟଦର୍ଶିନୀ। ମିଳିଲା ବଡ଼ଚଣା ଟିକେଟ୍। ସୁଧୀ ଶ୍ରୋତାବନ୍ଧୁମାନଙ୍କୁ ସଶ୍ରଦ୍ଧ ନମସ୍କାର। ସମ୍ମାନ ନ୍ୟୁଜ୍ର ଏହି ଅଧ୍ୟାୟକୁ ଉପସ୍ଥାପନା କରୁଛି ମୁଁ ବିଜୟଲକ୍ଷ୍ମୀ ମହାନ୍ତି। ଏହି ପାଠଟିକୁ ଦୟାପୂର୍ବକ ଲାଇକ୍, ସେୟାର, ସବସ୍କ୍ରାଇବ୍ ସହ ବେଲ୍ ଆଇକନ୍କୁ ଅନ୍ କରିବାକୁ ଶ୍ରୋତାବନ୍ଧୁମାନଙ୍କୁ ସଶ୍ରଦ୍ଧ ଅନୁରୋଧ। ଚମକାଇଲେ ନବୀନ ଆଉ ଚମକିଲେ ବର୍ଷା ପ୍ରିୟଦର୍ଶିନୀ। କଥାରେ ଅଛି ଯେ ଜବ୍ ଖୁଦା ଦେତା ହେ ତ ଛପର ଫାଡ଼କେ ଦେତା ହେ, ସେହିପରି ନବୀନ ପଟ୍ଟନାୟକ ଜବ୍ ଦେତା ହେ ତ ଦିଲ୍ ଖୋଲକେ ଦେତା ହେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅହେତୁକ କୃପା ଦୃଷ୍ଟି ହୋଇଛି ମାତ୍ର 2 ଦିନ ପୂର୍ବରୁ ବିଜେଡ଼ିରେ ମିଶି ଶଙ୍ଖ ଫୁଙ୍କିଥିବା ଓଲିଉଡ୍ ତାରକା ବର୍ଷା ପ୍ରିୟଦର୍ଶିନୀଙ୍କ ଉପରେ। ଏହି କୃପା ଦୃଷ୍ଟିର ପରିଣାମ ସ୍ୱରୂପ ବର୍ଷାଙ୍କୁ ମିଳିଛି ବଡ଼ଚଣା ବିଧାନସଭା ଆସନର ଟିକେଟ୍। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିଜେଡ଼ି ଯାଜପୁର ବଡ଼ଚଣାରୁ ପ୍ରାର୍ଥୀ ଘୋଷଣା କରିଛି। ଦଳର ବରିଷ୍ଠ ନେତା ତଥା ବଡ଼ଚଣାରୁ 6 ଥର ବିଧାୟକ ହୋଇଥିବା ଅମର ପ୍ରସାଦ ଶତପଥୀଙ୍କ ଉପରେ ଦଳ ଏଥର ଭରସା କରିନାହିଁ। ତେବେ ବର୍ଷାଙ୍କୁ ବଡ଼ଚଣାରୁ ଟିକେଟ୍ ମିଳିବା ପଛରେ କେତେଗୁଡ଼ିଏ ପ୍ରମୁଖ କାରଣ ଥିବା କୁହାଯାଉଛି। ବର୍ତ୍ତମାନ ବିଧାୟକ ଅମର ପ୍ରସାଦ ଶତପଥୀ 2019 ନିର୍ବାଚନରେ ମାତ୍ର 1485 ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ। ତେଣୁ ଏତେ କମ୍ ବ୍ୟବଧାନରେ ବିଜୟୀ ହୋଇଥିବାରୁ ବିଜେଡ଼ି ଚଳିତ ଥର ଜଣେ ନୂଆ ମୁହଁକୁ ଏଠାରୁ ପ୍ରୋଜେକ୍ଟ କରିବାକୁ ଚାହିଁଥିଲା। ଦ୍ୱିତୀୟରେ ଜନ୍ମେଜୟ ଲେଙ୍କା, ଯିଏ 2009ରେ ସ୍ୱାଧୀନ ଏବଂ 2014ରେ କଂଗ୍ରେସରୁ ବଡ଼ଚଣା ବିଧାନସଭା ଆସନରୁ ଲଢ଼ିଥିଲେ। ସେ ଏବେ ବିଜେଡ଼ି ଟିକେଟ୍ ପାଇଁ ଆଶାୟୀ ଥିଲେ। ଏଠାରେ ତାଙ୍କର ଭଲ ସଂଗଠନ ମଧ୍ୟ ରହିଛି। 2019 ପୂର୍ବରୁ ସେ ବିଜେଡ଼ିରେ ଯୋଗ ଦେଇଥିଲେ ଏବଂ ନିର୍ବାଚନ ମଣ୍ଡଳୀରେ ସେବେଠୁ ସକ୍ରିୟ ରହିଛନ୍ତି। ସେହିଭଳି ବଡ଼ଚଣାର ପୂର୍ବତନ ବିଧାୟକ ସୀତାକାନ୍ତ ମହାପାତ୍ର ମଧ୍ୟ ଅଞ୍ଚଳରେ ଜଣେ ବଡ଼ ନେତା। ସେ ନିକଟରେ ବିଜେଡ଼ିରେ ଯୋଗ ଦେଇଥିଲେ। ସେ ମଧ୍ୟ ବିଜେଡ଼ିରୁ ଟିକେଟ୍ ପାଇଁ ଆଶାୟୀ ଥିବା କୁହାଯାଉଥିଲା। ଅର୍ଥାତ୍ ଏଥର ବଡ଼ଚଣାରୁ ବିଜେଡ଼ି ଟିକେଟ୍ ପାଇଁ 3 ଜଣ ଦୃଢ଼ ପ୍ରତିଯୋଗୀ ଥିଲେ। 2019ରେ ଭାଜପାର ଅମର ନାୟକ ବିଜେଡ଼ିକୁ ଏକ ବଡ଼ ଝଟକା ଦେଇଥିଲେ। ଅମର 1500 ଭୋଟରୁ କମ୍ ଭୋଟରେ ପରାଜିତ ହୋଇଥିଲେ। ଅନ୍ୟପଟେ ଟିକେଟ୍ ପାଇଁ 3 ଜଣ ପ୍ରାର୍ଥୀ ସଂଘର୍ଷ କରୁଥିବାରୁ ଦଳ ବର୍ଷାଙ୍କୁ ଟିକେଟ୍ ଦେଇ ଏଠାରେ ନୂଆ ସମୀକରଣ ସୃଷ୍ଟି କରିବାକୁ ଚାହିଁଛି। ତେବେ ଯାଜପୁର ଜିଲ୍ଲା ବିଜେଡ଼ିର ଗଡ଼ ଭାବେ ପରିଚିତ, କିନ୍ତୁ ବଡ଼ଚଣା ଦଳ ପାଇଁ ସବୁଠାରୁ ଦୁର୍ବଳ ଆସନ ଥିଲା। ତେଣୁ ଏଠାରେ ବର୍ଷାଙ୍କୁ ଟିକେଟ୍ ଦେଇ ପାର୍ଟି ବିରୋଧୀଙ୍କୁ ଚମକାଇ ଦେଇଛନ୍ତି ନବୀନ। 2019 ନିର୍ବାଚନ ବିଜେଡ଼ି ପ୍ରାର୍ଥୀ ଅମର ଶତପଥୀଙ୍କୁ କଡ଼ା ଟକ୍କର ଦେଇଥିଲେ ବିଜେପିର ଅମର ନାୟକ। କମ୍ ଭୋଟ ବ୍ୟବଧାନରେ ବିଜୟୀ ହୋଇ ବଡ଼ଚଣାର ବିଧାୟକ ହୋଇଥିଲେ ଅମର ଶତପଥୀ। 2004 ନିର୍ବାଚନକୁ ଛାଡ଼ିଦେଲେ 1990 ମସିହାରୁ ଏହି ଆସନରେ କ୍ରମାଗତ ସେ 6 ଥର ବିଧାୟକ ହୋଇଛନ୍ତି। ଏଥର ମଧ୍ୟ ଲଢ଼ିବାକୁ ଚାହୁଁଥିଲେ ଅମର ଶତପଥୀ। ନହେଲେ ତାଙ୍କ ପୁଅକୁ ଟିକେଟ୍ ଦେବା ପାଇଁ ବିଜେଡ଼ି ପାୱାର କରିଡରରେ ଲବି କରିଥିଲେ। ହେଲେ ତାଙ୍କ ଉପରେ ଭରସା ନ କରି ବର୍ଷାଙ୍କୁ ଟିକେଟ୍ ଦେଇଛନ୍ତି ଦଳ। ଏବେ ଅମର ଶତପଥୀଙ୍କ ଆଭିମୁଖ୍ୟ କ'ଣ ହେବ ତା ଉପରେ ରହିଛି ସମସ୍ତଙ୍କ ନଜର। ଟିକେଟ୍ କଟିବା ପରେ ଅମର ଶତପଥୀଙ୍କ ଭୁବନେଶ୍ୱର ବାସଭବନରେ ତାଙ୍କ ସମର୍ଥକମାନେ ଏକାଠି ହୋଇଛନ୍ତି। ଏକ ବିଶେଷ ସୂତ୍ରରୁ ପ୍ରକାଶ ଯେ ଟିକେଟ୍ କଟିବା ଫଳରେ ଅମର ଶତପଥୀ ବିଶେଷ ଭାବେ କ୍ଷୁବ୍ଧ ହୋଇଛନ୍ତି। ଶୁଣାଯାଏ ଯେ ଅମର ଶତପଥୀ ହାତ ଶିବିରରେ ଯୋଗ ଦେଇ ବଡ଼ଚଣାରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିପାରନ୍ତି। ବଡ଼ଚଣା ପାଇଁ ଅନ୍ୟତମ ଆଶାୟୀ ଥିଲେ ରାଜନାରାୟଣ ମହାପାତ୍ର। ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜନାରାୟଣ ନିକଟରେ ବିଜେଡ଼ିରେ ମିଶିଥିଲେ। ଟିକେଟ୍ ଦାବିଦାର ଥିଲେ ବି ତାଙ୍କ ଉପରେ ଭରସା ଦେଖାଇନି ବିଜେଡ଼ି। ଗୋଟିଏ ପଟେ ବର୍ଷାଙ୍କୁ ବିଜେଡ଼ି ଟିକେଟ୍ ଦେଇଛି, ଅନ୍ୟପଟେ ବିଜେଡ଼ି ଛାଡ଼ି ଏପ୍ରିଲ 1 ତାରିଖରେ ବିଜେପିରେ ଯୋଗ ଦେଇଥିଲେ ଅଭିନେତା ଅନୁଭବ ମହାନ୍ତି। ହେଲେ ଅନୁଭବଙ୍କୁ କେଉଁଠି ପ୍ରାର୍ଥୀ କରିବ ଏଯାଏ ନିଷ୍ପତ୍ତି ନେଇନାହିଁ ବିଜେପି। ନିକଟରେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ବିଜେଡ଼ିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ। ବିଜେଡ଼ିରେ ତାଙ୍କୁ ଅଣଦେଖା କରାଯାଇଥିବାରୁ ସେ ଅସନ୍ତୁଷ୍ଟ ପ୍ରକାଶ କରି ଦଳ ଛାଡ଼ିବା ନିଷ୍ପତ୍ତି ନେଇଥିଲେ। ଅନ୍ୟପକ୍ଷରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଦଳରେ ସାମିଲ ହେବାର 2 ଦିନ ନ ପୂର୍ବରୁ ବିଜେଡ଼ି ତାଙ୍କୁ ପ୍ରାର୍ଥୀ କରିଛି। ବଡ଼ଚଣା ବିଧାନସଭା ଆସନ ପାଇଁ ବିଜେଡ଼ି ବର୍ଷାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି। ଅନୁଭବ ବର୍ଷ ବର୍ଷ ଧରି ବିଜେଡ଼ିରେ ରହି କାର୍ଯ୍ୟ କରିଥିଲେ ହେଁ ତାଙ୍କୁ ଅଣଦେଖା କରାଯାଇଥିବା ବେଳେ କେଉଁ କାରଣରୁ ବର୍ଷାଙ୍କୁ ଦଳ ଏତେ ଗୁରୁତ୍ୱ ଦେଲା ତାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।